ଜୟ ମା ଚର୍ଚ୍ଚିକା। ଆଜି ବନେଇବା ଅଣ୍ଡା ମସଲା। ଏଥିପାଇଁ ମୁଁ ନେଇଛି କଟା ପିଆଜ, ଅଦା ରସୁଣ ପେଷ୍ଟ, ଟମାଟୋ କଟା ଏବଂ ଧନିଆ ପତ୍ର। ପ୍ରଥମେ ମୁଁ 4ଟି ଅଣ୍ଡାକୁ ବଏଲ କରିଦେଇଛି। এই ଅଣ୍ଡାଟିକୁ ପ୍ରଥମେ ଛଡେଇ ଦବା। ଏହାପରେ ଅଣ୍ଡାଟିକୁ ଛଡେଇ ଏହାକୁ ଛୁରୀରେ ଜଷ୍ଟ ଟିକେ ଟିକେ କଟ୍ କରିଦବା। ଏହି କଟ୍ ପିସ୍ କଲେ ଯେ କି ମସଲା ସହିତ ବହୁତ ଭଲ ଭାବରେ ମିଶିଯିବ। ଏହାପରେ ପ୍ରଥମେ ଆମେ ଗ୍ୟାସଟିକୁ ଅନ୍ କରିବା। ଗ୍ୟାସଟିକୁ ଅନ୍ କଲା ପରେ ଆମେ କରେଇରେ ଟିକେ ଗରମ ହେଲା ପରେ ଆମେ ସେଥିରେ 2 ସ୍ପୁନ ସୋରିଷ ତେଲ ନବା, ଯେ କି କଚି ଘନୀ ସୋରିଷ ତେଲ। ଏହାପରେ ତେଲ ଟିକେ ଗରମ ହେଇଯିବା ପରେ ଆମେ ବଏଲ ହୋଇଥିବା ଅଣ୍ଡାକୁ ସେଥିରେ ଟିକେ ଫ୍ରାଏ କରିଦବା। ଫ୍ରାଏ କରିବା ସମୟରେ ଆମେ କିଛି ସେଥିରେ ହଳଦୀ ଦବା, ଯେ କି ତାର କଲରଟିକୁ ଟିକେ ଅଣ୍ଡାର କଲର ଟିକେ ଆସିବ ୟେଲୋଇସ୍। ଦେନ୍ ଅଣ୍ଡାଟି ଭାଜି ହେଇଯିବା ପରେ ଆମେ ତାକୁ ପ୍ଲେଟକୁ କାଢି ନେବା। କାଢି ସାରିଲା ପରେ ପୁଣି ତେଲରେ ଗରମ ହୋଇଥିବା ତେଲରେ ପିଆଜ ପକେଇବା। କଟା ପିଆଜକୁ ପକେଇ ଟିକେ ଫ୍ରାଏ କରିବା। ଫ୍ରାଏ କରିବା ସମୟରେ ଯେତେବେଳେ ପିଆଜଟିର କଲର ଟିକେ ବ୍ରାଉନିଶ ହେଇଯିବ, ସେତେବେଳେ ଆମେ ପିଆଜଟିକୁ ତା ଦେହରେ ଅଦା ରସୁଣ ପେଷ୍ଟ ଦବା। ଅଦା ରସୁଣ ପେଷ୍ଟ ଦେଇ ଆମେ ତାକୁ ଟିକେ ଫ୍ରାଏ କରିବା। ଆଉ କିଛି ସମୟ ପରେ ହଳଦୀ, ସ୍ୱାଦ ଅନୁସାରେ ଲୁଣ ଏବଂ ଏହା ପରେ ଟିକେ ଚିକେନ ମସଲା, କଟା ହୋଇଥିବା ଟମାଟୋ ପକେଇ ତାକୁ ଭଲ ଭାବରେ କଷିବା। କଷିରେ ହେଇଗଲା ପରେ ତଳୁ ଲାଗିଯିବା ପାଇଁ ଲାଗିବନି ବୋଲି ଆମେ ଟିକେ ପାଣି ୟୁଜ କରିବା। ତାପରେ ଏହା କଷି ହୋଇଯିବା ପରେ ପୁରା ଆମର ବର୍ତ୍ତମାନ ମସଲା କଷି ହେଇ ଆସିଲାଣି। ତାପରେ ଆମେ ଅଣ୍ଡା ପକାଇବା। ଅଣ୍ଡା ପକେଇ ତାକୁ ଭଲ ଭାବରେ ଅଣ୍ଡା ସହିତ ମିକ୍ସ କରିଦେବା ମସଲାକୁ। ଏପରେ ମିକ୍ସ ହେଇଗଲା ଅଣ୍ଡାଟି। କିଛି ସମୟ ମିକ୍ସ ହେବା ପରେ ସେଥିରେ କିଛି ପାଣି ଦବା, ସେ କି ଭଲ ଭାବରେ ଫୁଟିଯିବ। ଅଣ୍ଡାରେ ମସଲା ଗୁଡିକ ପୁରା ଟୋଟାଲ ମିକ୍ସ ହେଇଗଲା ପରେ ଅଣ୍ଡାର ସ୍ୱାଦଟା ଆକ୍ଚୁଆଲ ଆସିବ। ଏବେ ବର୍ତ୍ତମାନ ଅଣ୍ଡା ଫୁଟି ଆସିଲାଣି। ଏଥିରେ କିଛି ଗରମ ମସଲା, ଗାର୍ନିସିଂ ପାଇଁ ଧନିଆ ପତ୍ର ପକେଇ ବର୍ତ୍ତମାନ ଗ୍ୟାସଟିକୁ ଅଫ୍ କରିଦେବା। ବର୍ତ୍ତମାନ ପ୍ରସ୍ତୁତ ହୋଇଗଲା ସ୍ପେଶିଆଲ ଅଣ୍ଡା ମସଲା। ବହୁତ ଟେଷ୍ଟି ହୋଇଥିବ। ଏଥିପାଇଁ ଆପଣମାନେ ମୋର ଚ୍ୟାନେଲକୁ ଲାଇକ୍, ସେୟାର ଏବଂ ସବସ୍କ୍ରାଇବ କରିବେ।